15 ବର୍ଷର ପ୍ରେମ କେମିତି ଭୁଲି ପାରିଥାନ୍ତା ଜିତେନ୍ଦ୍ର, ଯାହାକୁ ସପ୍ତମ ଶ୍ରେଣୀରୁ ଭଲ ପାଇ ଆସୁଥିଲା। ଏ 15 ବର୍ଷ ଭିତରେ କେତେ ଅନ୍ତରଙ୍ଗ ମୁହୂର୍ତ୍ତ କାଟିଥିଲା, କେତେ ପାର୍କ ଯାଇଥିଲା, ଆଉ କେତେ ମଜା ଖୁସି କରିଥିଲା। ବର୍ଷେ କି 2 ବର୍ଷର ପ୍ରେମ ନୁହେଁ, ପୁରା 15 ବର୍ଷର ପ୍ରେମ, ଯାହା ପାଇଁ ସବୁ କରୁଥିଲା। ପାଠପଢ଼ା ଖର୍ଚ୍ଚଠୁ ଆରମ୍ଭ କରି ମେକଅପ୍ ଜିନିଷ ସହିତ ଡ୍ରେସ୍ର ସବୁ ଖର୍ଚ୍ଚ ବହନ କରୁଥିଲା ପ୍ରେମିକ ଜିତେନ୍ଦ୍ର। କିନ୍ତୁ ତାରି ସାମ୍ନାରେ ତା ପ୍ରେମିକ ଆଉ କାହା ହାତ ଧରି ଚାଲିଯିବ, କେମିତି ବା ସହିଥାନ୍ତା ଜିତେନ୍ଦ୍ର। ଶେଷରେ ଏମିତି କିଛି କରିଥିଲା ଯାହାକୁ ଶୁଣିଲେ ଆପଣଙ୍କର ମଧ୍ୟ ପ୍ରେମ ଉପରେ ଭରସା ଉଠିଯିବ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ପ୍ରେମ କାହାଣୀକୁ ଆପଣଙ୍କୁ ସ୍ୱାଗତ। କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ଜିତେନ୍ଦ୍ର ମହାରଣା ଶତ୍ରୁଘ୍ନ ମହାରଣାଙ୍କର ଏକମାତ୍ର ପୁଅ ଥିଲା। 6 ଭଉଣୀରେ ଗୋଟେ ଭାଇ ଥିଲା, ସେ ପୁଣି ସମସ୍ତଙ୍କଠୁ ସାନ। ବହୁତ ଗେଲାରେ ବଡ଼ ହୋଇଥିଲା। ଜିତେନ୍ଦ୍ରଙ୍କ ପ୍ରେମ କାହାଣୀ ଆରମ୍ଭ ହୁଏ ସ୍କୁଲରୁ। ସପ୍ତମ ଶ୍ରେଣୀରେ ପଢ଼ୁଥିଲା ବେଳେ ଜ୍ୟୋତି ବୋଲି ଗୋଟେ ଝିଅକୁ ପ୍ରେମ କରି ବସନ୍ତି ଜିତେନ୍ଦ୍ର। ଛୋଟ ଥିଲାବେଳେ ଉଭୟଙ୍କ ପ୍ରେମକୁ ସମସ୍ତେ ସାଙ୍ଗ ବୋଲି ଭାବନ୍ତି। ସମୟ ଅନୁସାରେ ଉଭୟ ବଡ଼ ହୁଅନ୍ତି, ଆଉ ଯେତେ ଯେତେ ବଡ଼ ହୁଅନ୍ତି ପ୍ରେମ ମଧ୍ୟ ସେତେ ସେତେ ନିବିଡ଼ ଆଉ ଗଭୀର ହୁଏ। ଜିତେନ୍ଦ୍ର ଜ୍ୟୋତିକୁ ନେଇ ଅନେକ ସ୍ୱପ୍ନ ଦେଖେ, ଜ୍ୟୋତି ମଧ୍ୟ ଜିତେନ୍ଦ୍ରକୁ ନେଇ ଅନେକ ସ୍ୱପ୍ନ ଦେଖାଏ। ଜ୍ୟୋତିକୁ ଜିତେନ୍ଦ୍ର ନିଜର କରିବା ସହିତ ତାକୁ ତା ରାଜକୁମାର ବୋଲି ଭାବୁଥିଲା। ଜ୍ୟୋତିର କଲେଜ ପଢ଼ା ଖର୍ଚ୍ଚଠୁ ଆରମ୍ଭ କରି ସବୁ ଖର୍ଚ୍ଚ ଜିତେନ୍ଦ୍ର ବହନ କରୁଥିଲା। ୟା ଭିତରେ ପ୍ରେମର ଅନେକ ସ୍ମୃତି ସାଉଁଟି ସାରିଥିଲେ ଉଭୟ ପ୍ରେମୀ ଯୁଗଳ। ଜ୍ୟୋତିର ବାହାଘର ବୟସ ହୋଇଯାଇଥିଲା, ଆଉ ଜିତେନ୍ଦ୍ରର ପ୍ରେମକୁ ସ୍ୱୀକାର କରିନଥିଲେ ଜ୍ୟୋତି ବାପା, ଯାହା ଜିତେନ୍ଦ୍ର ଏକ ଭିଡ଼ିଓରେ କହିଛନ୍ତି। ଜ୍ୟୋତି ମଧ୍ୟ ଜିତେନ୍ଦ୍ର ସହିତ 15 ବର୍ଷ ପ୍ରେମରେ ବୋର୍ ହୋଇଯାଇଥିଲା। ତେଣୁ ସେ ସୁନା ପିଲା ଭଳି ବାପା ଠିକ୍ କରିଥିବା ପ୍ରସ୍ତାବରେ ବାହା ହେବାକୁ ରାଜି ହୋଇଯାଇଥିଲା। ଯାହାକୁ ସହି ନପାରି ଜିତେନ୍ଦ୍ର ଶେଷରେ ଏକ ଭିଡ଼ିଓ କରି ପ୍ରେମିକା ଜ୍ୟୋତି ଆଉ ତା ବାପା କ'ଣ କରିଛନ୍ତି କହି ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଗଲା। ଭାଇକୁ ହରେଇ 6 ଭଉଣୀଙ୍କ ଆଖିର ଲୁହ ଶୁଖୁନଥିବା ବେଳେ ଗୋଟେ ବୋଲି ପୁଅକୁ ହରେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର। ଆଉ କହୁଛନ୍ତି, ଆମ ଭାଇ ଯେମିତି ସେ ଜ୍ୟୋତି ପାଇଁ କଷ୍ଟ ପାଇ ଆମକୁ ଛାଡ଼ି ଚାଲିଯାଇଛି, ସେ ବି ସେମିତି କଷ୍ଟ ପାଇବା ଦରକାର। ଆମକୁ ନ୍ୟାୟ ଦରକାର। ଜିତେନ୍ଦ୍ରକୁ କ'ଣ ନ୍ୟାୟ ମିଳିବ ତାହା ତ ସମୟ କହିବ। କିନ୍ତୁ ପ୍ରେମିକା ଜ୍ୟୋତି 15 ବର୍ଷର ପ୍ରେମକୁ ଭୁଲି ଯାହା କଲା, କ'ଣ ଠିକ୍ କଲା? ନା ଜିତେନ୍ଦ୍ର ପରିବାର କଥା ନ ଭାବି ଯେଉଁ ଶେଷ ନିଷ୍ପତ୍ତି ନେଲା, କ'ଣ ଠିକ୍ ଥିଲା? ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଯଦି ଏତେ ବର୍ଷର ପ୍ରେମ ପାଇଁ ପ୍ରତାରଣା ମିଳିପାରୁଛି, ତାହେଲେ ଆଜିକାଲିକା ଏ ସୋସିଆଲ ମିଡ଼ିଆ ଯୁଗରେ ପ୍ରେମ ଉପରେ କ'ଣ ଭରସା କରିହେବ? ପ୍ରେମ ଭଳି ପବିତ୍ର ଶବ୍ଦକୁ ଆଜିକାଲିର ଯୁବପିଢ଼ି କଳୁଷିତ କରୁନାହାନ୍ତି ତ? ବିଚାର ଆପଣଙ୍କର। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।